ନମ୍ବର 1 କଂସ ଦରବାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ଅନୁଦାନ 10 ଲକ୍ଷରୁ କୋଟିଏକୁ ବୃଦ୍ଧି। ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବରଗଡ଼ରେ ପହଞ୍ଚିବା ପରେ କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜାଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ନିହାର ମହାନନ୍ଦ, ସନତ ଗଡ଼ତିଆ, ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। କଂସ ଦରବାରକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏକାଧିକ ବଡ଼ ଘୋଷଣା କରିଛନ୍ତି। ବରଗଡ଼ ଧନୁଯାତ୍ରା ଅନୁଦାନ 1 କୋଟି ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ପୂର୍ବରୁ ଅନୁଦାନ ରାଶି 10 ଲକ୍ଷ ଟଙ୍କା ଥିଲା। ଏହାକୁ 1 କୋଟି ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ଯାତ୍ରାରେ ଅଂଶଗ୍ରହଣ କରୁଥିବା ସମସ୍ତ 170 ଜଣ କଳାକାରଙ୍କୁ 10,000 ଟଙ୍କା ଲେଖାଏଁ ସମ୍ମାନ ରାଶି ଦିଆଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ନମ୍ବର 2 ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାରୁ ପ୍ରୟାଗରାଜକୁ ଗଡ଼ିଲା ବସ୍। ରାଜ୍ୟ ବିଭିନ୍ନର ସ୍ଥାନରୁ ଅଯୋଧ୍ୟାକୁ ବସ୍ ଚଳାଚଳ ଆରମ୍ଭ କରିଛି। ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିସି ଯୋଗେ ଉଦ୍ଘାଟନ କରିଛନ୍ତି। ଆଗକୁ ଲୋକଙ୍କ ଚାହିଦାକୁ ଦେଖି ବସ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶାର 5ଟି ଜିଲ୍ଲାକୁ ବସ୍ ସେବା ଆରମ୍ଭ କରିଛି। ପୁରୀ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର ଓ ଭବାନୀପାଟଣାରୁ ଏହି ବସ୍ ସେବା ହୋଇଛି। ଏହାକୁ ଲୋକେ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନମ୍ବର 3 ଆଜି ପୌଷ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଜଗନ୍ନାଥ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ। ମହାପ୍ରଭୁଙ୍କର ଏହି ଅପୂର୍ବ ଦର୍ଶନ ପାଇଁ ଭକ୍ତମାନେ ପୁରୀରେ ଭିଡ଼ ଲଗାଇଛନ୍ତି। ସୁନାବେଶ ପୂର୍ବରୁ ବଡ଼ଦାଣ୍ଡରେ ଆଜି ଭକ୍ତଙ୍କର ଲମ୍ବା ଲାଇନ୍ ଲାଗିଛି। ଆସନ୍ତା ମଙ୍ଗଳବାର ଦିନ ମକର ସଂକ୍ରାନ୍ତି ପାଳନ ହେବ। ଏହି ଅବସରରେ ମହାପ୍ରଭୁଙ୍କ ସୁନାବେଶ ଦେଖିବା ପାଇଁ କାଲି ମନ୍ଦିରରେ ଆହୁରି ଅଧିକ ଭିଡ଼ ହେବାର ଆଶଙ୍କା ଦେଖାଯାଇଛି। ପ୍ରବଳ ଗହଳିକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ପରିସରରେ ଭକ୍ତଙ୍କ ସମାଗମ ସାଙ୍ଗକୁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନ ସୁରକ୍ଷିତ ଓ ସରଳ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି। ନମ୍ବର 4 ଏଚ୍ଏମ୍ପିଭି ଭାଇରସକୁ ନେଇ ରାଜ୍ୟ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ସରକାର। ଏଚ୍ଏମ୍ପିଭି ଭାଇରସକୁ ନେଇ ବୁଧବାର ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ବୁଧବାର ଦିନ ସମସ୍ତ ଜିଲ୍ଲାର ସ୍ଥିତି ଓ ପ୍ରସ୍ତୁତି ନେଇ ଆଲୋଚନା କରିବ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏଚ୍ଏମ୍ପିଭି ଭୂତାଣୁ ନେଇ କେନ୍ଦ୍ର ଗାଇଡ୍ଲାଇନ୍କୁ ଅପେକ୍ଷା କରାଯାଇଛି। ଗାଇଡ୍ଲାଇନ୍ ଆସିଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ରାଜ୍ୟ ସରକାର। ଏଯାଏଁ କେନ୍ଦ୍ର ନିକଟରୁ କୌଣସି ଗାଇଡ୍ଲାଇନ୍ ଆସିନି। କେନ୍ଦ୍ର ଏନ୍ସିଡିସିର ବୈଷୟିକ ପରାମର୍ଶଦାତା କମିଟିର ନିର୍ଦ୍ଦେଶକଙ୍କୁ ଅପେକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି। ନମ୍ବର 5 ମକର ସଂକ୍ରାନ୍ତିରେ ମିଳିବ ସୁଭଦ୍ରା ଚତୁର୍ଥ ପର୍ଯ୍ୟାୟ ଟଙ୍କା। ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର 25 ଦେବାକୁ ଥିବାବେଳେ ଏହାକୁ ସ୍ଥଗିତ ରଖାଯାଇଛି। ଏହି ଚତୁର୍ଥ ପର୍ଯ୍ୟାୟ ଟଙ୍କା ମକର ସଂକ୍ରାନ୍ତିରେ ମିଳିବ। ଏହି ପର୍ଯ୍ୟାୟରେ ପ୍ରାୟ 20 ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏହି ପର୍ଯ୍ୟାୟ ଟଙ୍କା ବିଳମ୍ବରେ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ନମ୍ବର 6 କୁମ୍ଭମେଳା ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବସ୍ ଓ ଟ୍ରେନ୍ ସେବା। ଓଡ଼ିଶାରୁ ସିଧା କୁମ୍ଭମେଳା। ରାଜ୍ୟର 4 ସହରକୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ବସ୍। କୁମ୍ଭମେଳା ଦେଖିଯିବାକୁ ଓଡ଼ିଶାରୁ ଅଯୋଧ୍ୟା ଆରମ୍ଭ ହୋଇଛି ସ୍ୱତନ୍ତ୍ର ବସ୍ ସେବା। ଆଜି ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେହିଭଳି ମହାକୁମ୍ଭ ମେଳା ପାଇଁ ଓଡ଼ିଶା ଦେଇ ପ୍ରୟାଗରାଜ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ପୂର୍ବତଟ ରେଲୱେ ପକ୍ଷରୁ 60ଟି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହୋଇଛି। ତେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆରମ୍ଭ କରିଥିବା ଏହି ସ୍ୱତନ୍ତ୍ର ବସ୍ ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁର ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ବସ୍ରେ ଓଡ଼ିଶାରୁ ସିଧା ପ୍ରୟାଗରାଜ ଯିବାର ବ୍ୟବସ୍ଥା ରହିଛି। ପ୍ରତ୍ୟେକ ମାର୍ଗ ପାଇଁ 2ଟି ଲେଖାଏଁ ବସ୍ ରହିଛି। ଟିକେଟରେ ମହିଳାଙ୍କ ପାଇଁ 50% ରିହାତି ରହିଛି। ନମ୍ବର 7 ଆସନ୍ତାକାଲିଠାରୁ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଆସନ୍ତାକାଲିଠାରୁ 22 ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଏହି ଦିନମାନଙ୍କରେ କୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ ପରିଦର୍ଶନ କରି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ହେଲେ ଏଥିପାଇଁ ସେମାନଙ୍କୁ କେବଳ ଅନଲାଇନରେ ନିଜର ନିଃଶୁଳ୍କ ପଞ୍ଜୀକରଣ କରିବାକୁ ପଡ଼ିବ। ଲୋକମାନେ ଓଡ଼ିଶା ରାଜଭବନ ୱେବସାଇଟ୍ www.rajbhavanodisha.gov.in କିମ୍ବା ଆପ୍ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ କରିଥିବା ସାଧାରଣ ଜନତା ଅପରାହ୍ନ 2ଟା 30ରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ। ସେହିପରି ସ୍କୁଲ ଛାତ୍ରଛାତ୍ରୀମାନେ ସକାଳ 8ଟାରୁ 10ଟା ମଧ୍ୟରେ ସେମାନଙ୍କ ସ୍କୁଲ ଶିକ୍ଷକ କିମ୍ବା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ସ୍କୁଲ ପୋଷାକ ଏବଂ ପରିଚୟପତ୍ର ସହିତ ପରିଦର୍ଶନ କରିବେ। ନମ୍ବର 8
ପାଲଗଦାରେ ନିଆଁ ଲାଗି 2 ନାବାଳକ ମୃତ୍ୟୁ। 4 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଶନିବାର ସନ୍ଧ୍ୟା ସମୟରେ ଶୀତରକ୍ଷାରୁ ପାଇବା ପାଇଁ ବୌଦ୍ଧ ଜିଲ୍ଲା ବଲାକିରା ଗାଁରେ ପାଲଗଦାରେ ନିଆଁ ଲାଗିଯିବାରୁ 2 ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ 4 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିସହ ମୃତକଙ୍କ ଅମର ଆତ୍ମାରେ ସଦ୍ଗତି କାମନା କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଜଣେ 8 ବର୍ଷ ଓ ଜଣେ 5 ବର୍ଷର ବାଳକ, ସମ୍ପର୍କରେ ସେମାନେ ମାମୁଁ ଭଣଜା। ନମ୍ବର 9, ରାଜ୍ୟରେ 3 ଦିନ ପରେ ପୁଣି ବଢ଼ିବ ଶୀତ। ଶୀତରେ ଥରୁଛି ସାରା ଓଡ଼ିଶା। ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ତେବେ ଆଜିଠାରୁ ବିଭିନ୍ନ ଜିଲ୍ଲାରେ 2ରୁ 4 ଡିଗ୍ରୀ ଯାଏଁ ବଢ଼ିପାରେ ତାପମାତ୍ରା। ଅର୍ଥାତ୍ ଶୀତ କମିବା ସମ୍ଭାବନା। 3 ଦିନ ପରେ ପୁଣି ବଢ଼ିବ ଶୀତ। ସର୍ବନିମ୍ନ ତାପମାତ୍ରାରେ ପୁଣି 2ରୁ 3 ଡିଗ୍ରୀ ହ୍ରାସ ହେବା ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିରୁ 14 ତାରିଖ ଯାଏଁ 10 ଜିଲ୍ଲାରେ କୁହୁଡ଼ି ହେବ। ଝାରସୁଗୁଡ଼ା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ନମ୍ବର 10, ଆୟୁଷ୍ମାନ ଭାରତ ଯୋଜନା ପାଇଁ କାଲି MOU। ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ। ଆସନ୍ତାକାଲିଠାରୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛି ଓଡ଼ିଶା। କାରଣ ଆସନ୍ତାକାଲି ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ଆସନ୍ତାକାଲି 2 ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ବିଜ୍ଞାନ ଭବନଠାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ JP ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକଙ୍କ ଉପସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏହି MOU ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି 2 ଦିନିଆ ଗସ୍ତ ଭିତରେ ରାଷ୍ଟ୍ରପତି ଭବନରେ ଥିବା କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ସୂଚନା ମିଳିଛି। ନମ୍ବର 11, ଜାନୁଆରୀ 28ରୁ ଉତ୍କୃଷ୍ଟ ଓଡ଼ିଶା କନକ୍ଲେଭ ଛୁଟିବ ଶିଳ୍ପପତିଙ୍କ ସ୍ୱ। ସଫଳତାର ସହ ସରିଛି 3 ଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନ। ଏବେ ରାଜ୍ୟ ସରକାରଙ୍କ ଫୋକସରେ ଉତ୍କୃଷ୍ଟ ଓଡ଼ିଶା କନକ୍ଲେଭ। ସେଥିପାଇଁ ଦେଶର ସବୁ ବଡ଼ ଶିଳ୍ପପତିଙ୍କୁ ସରିଲାଣି ନିମନ୍ତ୍ରଣ। ପ୍ରଥମ ଥର ଲାଗି ରାଜ୍ୟର ଏହି ଶିଳ୍ପ ମହାକୁମ୍ଭକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏପଟେ ପରିସ୍ଥିତି ଅନୁକୂଳ ଥିବାରୁ ଶିଳ୍ପପତିଙ୍କ ସ୍ୱ ଛୁଟିବ ବୋଲି ଆଶା ରଖିଛନ୍ତି ଅର୍ଥନୀତି ବିଶେଷଜ୍ଞ। ନମ୍ବର 12, କେବେ ଆରମ୍ଭ ହେବ IPL? ତାରିଖ ଘୋଷଣା କଲା BCCI। ଫଟାଫଟ କ୍ରିକେଟ IPLର 18ତମ ସଂସ୍କରଣ କେବେ ଆରମ୍ଭ ହେବ, ତାର ତାରିଖ ଘୋଷଣା କରିଛି BCCI। ଆସନ୍ତା ମାର୍ଚ୍ଚ 23 ତାରିଖରୁ IPL ଆରମ୍ଭ ହେବ ବୋଲି BCCIର ଉପସଭାପତି ରାଜୀବ ଶୁକ୍ଲା ନିଶ୍ଚିତ କରିଛନ୍ତି। ମାର୍ଚ୍ଚ 23ରୁ IPL ଆରମ୍ଭ ହେବାକୁ ଥିବାବେଳେ ଏହାର ବହୁ ପୂର୍ବ ଅର୍ଥାତ୍ ନଭେମ୍ବର 24 ଓ 25ରେ ସମସ୍ତ 10 ଫ୍ରାଞ୍ଚାଇଜ ନିଲାମ ପ୍ରକ୍ରିୟା ଜରିଆରେ ଖେଳାଳି କିଣି ସାରିଛନ୍ତି। ନମ୍ବର 13, ଫେବୃଆରୀ 20ରୁ କଟକରେ ଜାତୀୟ କବାଡି ଚାମ୍ପିଅନସିପ୍। ପ୍ରଥମ ଥର ପାଇଁ ଓଡ଼ିଶାରେ ଖେଳାଯିବ ଜାତୀୟ ସିନିୟର କବାଡି ଚାମ୍ପିଅନସିପ୍। ଆସନ୍ତା ଫେବୃଆରୀ 20ରୁ 23 ତାରିଖ ଯାଏଁ 71ତମ ଜାତୀୟ ପୁରୁଷ ସିନିୟର କବାଡି ଚାମ୍ପିଅନସିପ୍ କଟକର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜନ ହେବ। ଆମେଚର କବାଡି ଫେଡେରେସନ ଅଫ୍ ଇଣ୍ଡିଆ ଓ ଓଡ଼ିଶା କବାଡି ଆସୋସିଏସନ ପକ୍ଷରୁ ଏହି ଚାମ୍ପିଅନସିପ୍କୁ ଆୟୋଜନ କରାଯାଉଛି। ରାଜ୍ୟ ସରକାର ମଧ୍ୟ ଏହି ଚାମ୍ପିଅନସିପ୍ରେ ସହଯୋଗ କରିବେ। ଟୁର୍ଣ୍ଣାମେଣ୍ଟରେ 30ଟି ରାଜ୍ୟକୁ 450ରୁ ଅଧିକ ଖେଳାଳି ଭାଗ ନେବେ। ସେହିପରି ପ୍ରତିଯୋଗିତାରେ 5ଟି ଡିପାର୍ଟମେଣ୍ଟାଲ ଦଳ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ନମ୍ବର 14, 20ରେ ଟ୍ରମ୍ପଙ୍କ ଶପଥ, ଯୋଗ ଦେବେ ଜୟଶଙ୍କର। ଆସନ୍ତା ଜାନୁଆରୀ 20 ତାରିଖରେ ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ। ସେ ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ପଦ ଗ୍ରହଣ କରିବେ। ତେବେ ଟ୍ରମ୍ପଙ୍କ ଏହି ଶପଥ ସମାରୋହରେ ଭାରତ ପକ୍ଷରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ S ଜୟଶଙ୍କର ଅଂଶଗ୍ରହଣ କରିବେ। ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନମ୍ବର 15, ସ୍ପେସ୍ ଡଙ୍କୀ କ୍ଷେତ୍ରରେ ଇତିହାସ ରଚିବ ଇସ୍ରୋ। 3 ମିଟର ଟ୍ରାଏଲ ସଫଳ। ଇତିହାସ ରଚିବ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଇସ୍ରୋ। ସ୍ପେସ୍ ଡଙ୍କୀ କ୍ଷେତ୍ରରେ ମିଳିବ ଆଉ ଏକ ସଫଳତା। ସ୍ପେସ୍ ଡଙ୍କୀ ପରୀକ୍ଷଣ ଅଧୀନରେ 2ଟି ଉପଗ୍ରହ 15 ମିଟରକୁ ଆଗକୁ ବଢ଼ିଛି। 2 ଉପଗ୍ରହକୁ 3 ମିଟର ଉପରକୁ ଆଣିବାର ପରୀକ୍ଷଣ ସଫଳ ହୋଇଛି। ଉଭୟ ମହାକାଶଯାନ ଭଲ ଭାବରେ କାର୍ଯ୍ୟ କରୁଛି, ଇସ୍ରୋ ସୂଚନା ଦେଇଛି। ବର୍ତ୍ତମାନ ମହାକାଶ ଯାନକୁ ଏକ ସୁରକ୍ଷିତ ଦୂରତାକୁ ନିଆଯାଇଛି। ଏହି ପରୀକ୍ଷଣ ପ୍ରୟାସରୁ ତଥ୍ୟର ଅଧିକ ବିଶ୍ଳେଷଣ ପରେ ଡଙ୍କୀ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛି ଇସ୍ରୋ।
ନମ୍ବର 16 ଆଜିଠୁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ, 16ରୁ ପୁଣି ଚାଲିବ। ଆଜିଠୁ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାମ। ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି ସହ ଶ୍ରୀମନ୍ଦିରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତକୁ ଦୃଷ୍ଟିରେ ରଖି ଆଜିଠାରୁ 15 ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ ରଖାଯାଇଛି। ପୌଷ ପୂର୍ଣ୍ଣିମା ଓ ମକର ସଂକ୍ରାନ୍ତି ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ବଢ଼ିବା ନେଇ ଆଶା ରହିଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଆସିବେ, ସେଥିପାଇଁ ରତ୍ନଭଣ୍ଡାର ମରାମତି କାମକୁ ବନ୍ଦ ରଖାଯାଇଛି। ଆସନ୍ତା 16 ତାରିଖ ଠାରୁ ପୁଣି ଥରେ ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଓ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ ରତ୍ନଭଣ୍ଡାର ମରାମତି ଆରମ୍ଭ ହେବ। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ନମ୍ବର 17 ମହାକୁମ୍ଭ ଯାଉଥିବା ଟ୍ରେନ୍ ଉପରକୁ ଜଲଗାଓଁରେ ପଥରମାଡ଼। ସୁରତରୁ ଗୁଜରାଟର ପ୍ରୟାଗରାଜ ଯାଉଥିବା ଏକ ଟ୍ରେନ୍ରେ ପଥରମାଡ଼ ହୋଇଛି। ଏ ଟ୍ରେନ୍ରେ ଅଧିକାଂଶ ଯାତ୍ରୀ ମହାକୁମ୍ଭରେ ସ୍ନାନ କରିବାକୁ ଯାଉଥିଲେ। ଟ୍ରେନ୍ଟି ମହାରାଷ୍ଟ୍ରର ଜଲଗାଓଁ ଦେଇ ଯାଉଥିବା ବେଳେ ଟ୍ରେନ୍ର କାଚ ଉପରକୁ ପଥରମାଡ଼ ହୋଇଥିଲା। ପଥରମାଡ଼ରେ ଏସି ବଗିର କାଚ ଭାଙ୍ଗି ଯାଇଥିବାରୁ ଟ୍ରେନ୍ର କାଚ ଭାଙ୍ଗି ଯାଇଥିଲା। ବଗିରେ ଥିବା ଯାତ୍ରୀମାନେ ଏକ ଭିଡ଼ିଓ ପ୍ରସ୍ତୁତ କରି ପୂରା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିସହିତ ପୂରା ଘଟଣା ରେଳବାଇ ନିକଟରେ ମଧ୍ୟ ଅଭିଯୋଗ ହୋଇଛି। ନମ୍ବର 18 22 ବର୍ଷର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ଦେଖିଲେ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା 2025 ଦେଖିଛନ୍ତି। ଏଥିସହିତ ସେ ଗତ ବର୍ଷ ଡିସେମ୍ବର 8 ତାରିଖରେ ବରଗଡ଼ ଜିଲ୍ଲା ସୋହେଲାଠାରେ ଇମ୍ପୋର୍ଟ ସହାୟତା ରାଶି ବଣ୍ଟନର ଶୁଭାରମ୍ଭ ଅବସରରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଧନୁଯାତ୍ରା ପାଇଁ ମଥୁରା ନଗରୀ ବରଗଡ଼ର ମୁଖ୍ୟ ରାସ୍ତାରେ ହାତୀ ଉପରେ ବସି ମୁଖ୍ୟ ମଞ୍ଚକୁ ଯିବା ସମୟରେ ଜନସାଧାରଣଙ୍କୁ ଅଭିବାଦନ ଜଣାଇଛନ୍ତି। ନମ୍ବର 19 ବରଗଡ଼ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ବରଗଡ଼ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେବା ଅବସରରେ ଘୋଷଣା କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କେବଳ ଭୁବନେଶ୍ୱରରେ ସୀମିତ ରହିବ ନାହିଁ। ଭୁବନେଶ୍ୱର ଭଳି ବରଗଡ଼ ସମ୍ବଲପୁରରେ ବି ଅଭିଯୋଗ ଶୁଣାଣି ହେବ। ବରଗଡ଼ ସମ୍ବଲପୁରରେ ବି ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ। ନମ୍ବର 20 ବଡ଼ ପରଦାରେ ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ୱାଇଫ୍। ବଡ଼ ପରଦାରେ ଶୁକ୍ରବାର ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ୱାଇଫ୍। ନୂଆବର୍ଷ ଆରମ୍ଭରୁ ସାରା ଓଡ଼ିଶାରେ 10ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ୱାଇଫ୍। ୱାଇଫ୍ର ପ୍ରିମିୟମ୍ ଶୋ ଆଜି କଟକସ୍ଥିତ ସଙ୍ଗମ ସିନେମା ହଲ୍ରେ ହୋଇଛି। ପ୍ରିମିୟମ୍ ଶୋରେ ଅଭିନେତ୍ରୀ ତଥା କ୍ରିଏଟିଭ୍ ହେଡ୍ ବର୍ଷା ପ୍ରିୟଦର୍ଶିନୀ, ଅଭିନେତା ଜୟଦିଶ ଦାସଙ୍କ ସମେତ ଚଳଚ୍ଚିତ୍ରର ସମସ୍ତ କଳାକାର ଏବଂ ଟେକ୍ନିସିଆନ୍ ସିନେ ସମୀକ୍ଷକ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଶଂସକ ବସି ଫିଲ୍ମକୁ ଦେଖିଥିଲେ। ନମ୍ବର 21 ବିବାହ ଋତୁରେ ବଢ଼ି ବଢ଼ି ଚାଲିଛି ସୁନା ଦର। 80,000 ଛୁଇଁଲା 24 କ୍ୟାରେଟ୍ ସୁନା ଦାମ। ବିବାହ ଋତୁରେ ଚିନ୍ତା ବଢ଼ାଇଛି ସୁନା ଦର। କମିବାର ନାଁ ନେଉନି। ଦିନକୁ ଦିନ ଦର ବଢ଼ିବାରେ ଲାଗିଛି। ସୁନା ଦରରେ ବୃଦ୍ଧି ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଆଜି ଭୁବନେଶ୍ୱରରେ 22 କ୍ୟାରେଟ୍ ସୁନା ଦର 73,000 ରହିଥିବା ବେଳେ 24 କ୍ୟାରେଟ୍ ସୁନାର ଦର ରହିଛି 79,600 ଟଙ୍କା। କେବଳ ଭୁବନେଶ୍ୱର ନୂଆ ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା ଦରରେ ବୃଦ୍ଧି ହୋଇଛି। ନମ୍ବର 22 କଟକ ଭୁବନେଶ୍ୱର ପୁରୀକୁ ନେଇ ହେବ ଟ୍ରାଇ-ସିଟି ନଗର ଉନ୍ନୟନ ମନ୍ତ୍ରୀ। ରାଜ୍ୟର ଏହି ତିନି ପ୍ରମୁଖ ସହର କଟକ, ଭୁବନେଶ୍ୱର ଓ ପୁରୀକୁ ନେଇ ରାଜ୍ୟ ସରକାର ଟ୍ରାଇ-ସିଟିର ପରିକଳ୍ପନା କରିଛନ୍ତି। ଏଥିପାଇଁ ଏକାଧିକ ପ୍ରସ୍ତାବିତ ଟାଉନ୍ ପ୍ଲାନିଂ ଯୋଜନା ପ୍ରସ୍ତୁତ କରାଯାଇଛି। ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ଟ୍ରାଫିକ୍ ସମସ୍ୟା ଦୂର ପାଇଁ ଅଧିକ ନୂଆ ଓଭରବ୍ରିଜ୍ ଏବଂ ରି ରୋଡ୍ ନିର୍ମାଣ ହେବ।